ଆଜି ମୋ ନଣନ୍ଦଙ୍କର ଇଚ୍ଛା ହେଇଛି ସେ ଏ ବର୍ଷର ରାକ୍ଷୀ ନିଜ ହାତରେ ତିଆରି କରିଦେବେ। ହାତରେ ମାନେ ରେଜିନ୍ ଆର୍ଟ ଆଣି ନିଜେ କଷ୍ଟମାଇଜ୍ କରିକି ଦେବେ। ତ ସେଥିପାଇଁ ଟ୍ରାଏଲ୍ ବେସିସ୍‌ରେ ଲାଗି ପଡ଼ିଛନ୍ତି। ରୋଜ୍ ପେଟାଲ୍ ବଗେରା ସବୁ ଆଣି ବସିଯାଇଛନ୍ତି। ଆଉ ଆମେ ଏଠି ଦିଅର ଭାଉଜ ଦର୍ଶକ ସାଜି ବସିଯାଇଛୁ ତାଙ୍କୁ ଦେଖିବାକୁ ଆଉ ହେଲ୍ପ ଟିକେ ଟିକେ କରିବାକୁ। ସେ ତାଙ୍କର ଗୋଟେ ପରେ ଗୋଟେ କଳାକୃତି ଦେଖେଇ ଚାଲିଛନ୍ତି। ଚାବି ରିଙ୍ଗ, ଟି କୋଷ୍ଟର ସବୁ ଗୁଡ଼ାକ ବନେଇଛନ୍ତି। ଆଉ ଏଗୁଡ଼ା ଯେହେତୁ 24 ଆୱାର ଲାଗେ ଡ୍ରାଏ ହେବା ପାଇଁ ତ ମୁଁ ନେକ୍ସଟ ବ୍ଲଗରେ ଆପଣମାନଙ୍କୁ ଦେଖେଇବି ୟାର ରେଜଲ୍ଟ। ନେକ୍ସଟ ଡେ ଆର୍ଲି ମର୍ଣ୍ଣିଂରେ ଲୁପୁ ପୁରା ମୋ ସହ ହିଁ ଉଠୁଛି। ମୁଁ ଯେତେବେଳେ ଉଠିବି ସେ ସେତେବେଳେ ଉଠିବ। ଆଉ ଏଠି ଲୁଚାପୁଚି ଖେଳୁଛି ଦେଖନ୍ତୁ ନିଜେ ନିଜେ କେମିତି ଟାଣି ହେଇକି। କେତେ କ୍ୟୁଟ୍ ମୋମେଣ୍ଟ ନା। ମତେ ଲାଗୁଛି ଆଜିର ବ୍ଲଗ୍‌ଟି ନଣନ୍ଦରାଣୀଙ୍କ ପାଇଁ, କାରଣ ତାଙ୍କର ରାତିରେ ରେଜିନ୍ ବନାଉ ବନାଉ ଇଚ୍ଛା ହେଇଥିଲା ଟିକେ ମହାରାଷ୍ଟ୍ର ଷ୍ଟାଇଲ୍ ପୋହା ଆଉଥରେ ବନେଇବାକୁ। ତ ସେଥିପାଇଁ ମୁଁ ସକାଳୁ ଉଠି ଲାଗି ପଡ଼ିଲି ମହାରାଷ୍ଟ୍ର ଷ୍ଟାଇଲ୍ ପୋହା ବନେଇବାରେ। ତାପରେ ଆମେ ବାହାରି ଆସିଲୁ ଲୁପୁକୁ ନେଇ ହଳଦୀ ଟ୍ରେନ୍ ଆଉ ଅନନ୍ତା କରିବାକୁ। ଆପଣ ଯଦି ତା ଇନଷ୍ଟାଗ୍ରାମରେ ଏଗୁଡ଼ାକ ଦେଖିନାହାନ୍ତି ତ ଯାଇକି ଜଲ୍ଦି ଜଲ୍ଦି ଦେଖନ୍ତୁ। ମୁଁ ତା ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ ଏଇଠି ଦେଇଦେଉଛି ଆଉ ଡିସ୍କ୍ରିପ୍ସନ୍‌ରେ ବି ଲିଙ୍କ୍ ଦେଇଦେବି। ଆଉ ସେ ବହୁତ ବଢ଼ିଆ ଏକ୍ସପ୍ରେସନ୍ ଦେଇଛି। ତ ଦେନ୍ ତା ପାଇଁ ଗୋଟେ ଗିଫ୍ଟ ଥିଲା, ତା ପାଇଁ ତା ଜେଜେମା ଆଉ ତା ମାମା ଦୁଇ ଜଣ ମିଶିକି ଡ୍ରେସ୍ ଅର୍ଡ଼ର କରିଛନ୍ତି। ବଟ୍ କେହି ଜାଣିନଥିଲେ କିଏ କାହା ପାଇଁ ଅର୍ଡ଼ର କରିଛି। ତ ଟୋଟାଲ୍ ତାର 5ଟା ଡ୍ରେସ୍ ଆସିଛି ଆଉ ବହୁତ ହି ବଢ଼ିଆ ହେଇଛି ସବୁ ଗୁଡ଼ାକ। ହଉ କାହାର ଯଦି ଲିଙ୍କ୍ ଦରକାର ମୋତେ କମେଣ୍ଟ କରନ୍ତୁ, ମୁଁ ଲିଙ୍କ୍ ବି ସେଣ୍ଡ କରିଦେବି। ଟିଲ୍ ଦେନ୍ ଟାଟା ବାଏ ବାଏ।